ତଥାପି ବାପା ଆମ ପାଇଁ ଯାହା ବି କରୁଛନ୍ତି ସେଟା ବହୁତ ବଡ କଥା। ହଁ ମାନୁଛି କି ଆମେ ଜବ୍ କରୁଛୁ, ଆମେ ଘର ଦ୍ୱାର ଠିକ ସେ କରିପାରୁନୁ, ଇଏ କରିପାରୁନୁ, ସେ କରିପାରୁନୁ। ତ हेलो गाइस, वेलकम बैक टू माय यूट्यूब चैनल। तो आपण मैंने भाबुथि कि बहुत दिन आनी काहेकि पुरो ब्लॉग आनी मुझे मत भाइरल नुह बट ଯେତିକି ଫଲୋର୍ସ ଅଛନ୍ତି ସେମାନେ ମୋ ପାଇଁ ବହୁତ ମାନେ ମୋ ନିଜ ଫ୍ୟାମିଲି ଭଳିଆ। ତ ମୁଁ ତାଙ୍କ ସହିତ ସେୟାର କରିବି ତ କାହା ସହିତ କରିବି। ତ ମୁଁ ଆଜି ମାନେ ଏଇ ବିଷୟରେ କଥା ହେବା ପାଇଁ ଆସିଛି କି ଝିଅ ବୋଲିକି ତମାନେ ଫାଇଦା ଉଠଉଛ ନା କଣ? ଝିଅ ବୋଲିକି ମୁଁ କଣ ବାହାରେ ଜବ୍ କରିପାରିବିନି, ଖାଲି ଝିଅ ବୋଲିକି ମୁଁ ବାହାରେ ଶାଶୁଘରକୁ ଯିବି ନା କଣ? ଝିଅ ଜନ୍ମ ହେଇଛି ଖାଲି 10 କ୍ଲାସରେ ପାଠ ପଢିଦବ କି ହାଇଏଷ୍ଟ +2 +3 କରିଦବ, ବାସ୍ ତାପରେ ଶାଶୁଘର। କାହିଁକି ମୋର ସେମିତି ଚିନ୍ତାଧାରା ନାହିଁ କି ମୁଁ ମୋ ଶାଶୁଘର ଯିବି। କିନ୍ତୁ ମୋର ଇଚ୍ଛା ନାହିଁ। ତମେ କିଏ ମୋ ବାପା ମାଆଙ୍କୁ କହିବାକୁ? କିଏ ତମେ? ତମେ କିଏ? ତମେ କାହିଁକି କହିବ ସେଇ କଥାଟା? ତମେ କିଏ? ଆଜି ମତେ କୁହ ତମେ କିଏ? ଯଦି ମୋ ଭିଡିଓ ଦେଖୁଥିବ ବି ଭଲ କଥା, ମୁଁ ତମରି ମାନଙ୍କ ପାଇଁ ହିଁ ବନେଇଛି। ତ ମୁଁ ଝିଅ ବୋଲିକି ନା, ମୁଁ ମୋର ଛୋଟବେଳୁ ଗୋଟେ ସ୍ୱପ୍ନ କଣ କହିଲ, ବାପା ଆପଣଙ୍କର ପରିଶ୍ରମ କଷ୍ଟ ମୁଁ ଦେଖି ଆସିଛି ଆଜି ଯାଏ ବି। ମୁଁ କଣ କହିବି, ମାନେ ମୁଁ ସେଇମାନଙ୍କ ବିଷୟରେ କଣ କହିବି ଯୋଉମାନଙ୍କର କଥାକୁ କିଛି ଧରିବା କଥା ନୁହଁ, ଏକାନ୍ତ ଶୁଣି ସେକାନ୍ତ ବାହାର କରିଦେବା କଥା। କିନ୍ତୁ ସେଇମାନେ ବୋଧେ ଭାବିବେ କି ନା ମୁଁ ଡିପ୍ରେସନ ବହୁତ ରହୁଛି। କାହିଁକି ରହୁଛି ନା କଣ ବି କହିବି, ମାନେ ମୋର ସତ କଥା କହୁଛି। ମୁଁ ଯେତେବେଳେ ଗାଁକୁ ଯାଇଥିଲି, ଆଉ ଗାଁ ଗଲା ପରେ ବହୁତ ଜିନିଷ ବି ଅବଜର୍ଭ କଲି, ବହୁତ ଜିନିଷ ବି ମାନେ ଶିଖିବା ପାଇଁ ସମସ୍ତଙ୍କ ପାଖରେ ମିଳିଲା କି କେମିତିକା ଲୋକମାନେ ସବୁ ଅଛନ୍ତି ବି ଦୁନିଆରେ। ଲୋକମାନେ କି ମୋ ନିଜ ଲୋକମାନେ ଦେଖ, ତମେ ମୋ ସହିତ କଥା ହଉନ, ମୁଁ ଯଦି ତମକୁ ଦେଖି ହସୁଛି, ତମମାନେ ଯଦି ମତେ ଦେଖି ଇଗ୍ନୋର କରିବ, ମୁଁ କଣ କୁକୁର କଥା ହେବି ତମମାନଙ୍କ ସହିତ? ଆଉ ମୁଁ ଏତେ ଜଲ୍ଦି ଭୁଲି ଯାଇନି କି ତମମାନେ ମୋ ଫ୍ୟାମିଲି ସହିତ କରିଛ କଣ, ବୁଝିଲ? ଏଇଟା ମୁଁ ସେୟାର କରୁଛି, ମୁଁ ସାହି ପଡିଶା ବନ୍ଧୁବାନ୍ଧବ କଥା ମୁଁ କହୁନି, ମୋ ନିଜ ଫ୍ୟାମିଲି କଥା କହୁଛି। ଆଉ ନିଜ ଫ୍ୟାମିଲି ଲୋକ ବି ନିହାତି ଦେଖିବେ ଏଇ ଜିନିଷଟା, ମୁଁ ସେୟାର ବି ହବ ମୁଁ ଜାଣିଛି। ମୁଁ ତାଙ୍କ ଗୋଟେ କଥା କହୁଛି, ନିଜ ଲୋକ ତାଙ୍କ ନାଁ ଧରିବିନି, ତାଙ୍କ ନାଁ ଧରିଲେ ତମାନଙ୍କର କଣ ନାହିଁ କଣ ହେଇଛି, ନାଁ ଧରିବିନି। କିନ୍ତୁ କହୁଛି ଝିଅଟା ବୋଲିକି ଏଇଟା ଆଗରୁ ଥରେ ହେଇଥିଲା। ମୁଁ ବାହାରେ ଆସି ଜବ୍ କରୁଛି ଭୁବନେଶ୍ୱର, ଆପଣମାନଙ୍କୁ ଜାଣିଥିବେ ମୁଁ ଭୁବନେଶ୍ୱରରେ ହେଇକି ଜବ୍ କରୁଛି। ଆଉ ମୁଁ ଏବେ କହିବା ପାଇଁ ଗଲେ 3-4 ବର୍ଷ ହେଲାଣି ମୁଁ ଭୁବନେଶ୍ୱର ଅଛି। ଆଉ ମୁଁ କଣ କରୁଛି କଣ ନାହିଁ ଯଦି ତମମାନେ ଜାଣିନ, ପ୍ଲିଜ କୁହନି କାହା ବିଷୟରେ, କୋଉ ଝିଅ ବିଷୟରେ କି କୋଉ ପୁଅ ବିଷୟରେ। ପଇସା ସେମାନେ କେତେ କଷ୍ଟ କରିକି ଇନକମ କରୁଛନ୍ତି ସେଟା ସେମାନେ ଜାଣିଛନ୍ତି। ତମେ ଯଦି ପଇସା ଇନକମ କରୁଛ, କେତେ କଷ୍ଟରେ ଇନକମ କରୁଛ ତମକୁ ବି ଭଲ ଭାବେ ଜଣା। କଣ ମାନେ ଭାବିଛ କଣ? ତମେ ଯୋଉ ଝଗଡା ଫଗଡା ଯୋଉ ଯାହା ବି ହୁଏ ଫ୍ୟାମିଲି ଭିତରେ, ଯାହା ବି କିଛି କଥା ନାହିଁ, ତମ ଭାଇ ଭଉଣୀ ଯାହା ବି ତମ ଝଗଡା ହେଇଥିବ, ତମେ ଝଗଡା ବିଷୟରେ କଥା ହୁଅ ନା। ତାଙ୍କ ପୁଅ କଣ କଲା, ତାଙ୍କ ଝିଅ କଣ କଲା, ପୁଅ ମୋ କହିବି ତ ଝିଅ ବାହାରେ ଯାଇକି ଏଇଟା କରୁଛି ସେଇଟା କରୁଛି, ମାନେ ମୁଁ ଏଇଟା କହିପାରିବିନି ଭିଡିଓରେ, କାହିଁକି ନା ସେମିତି କିଛି ରୁଲ ଅଛି। ତ ମୁଁ ଏଇଟା ଭିଡିଓରେ କହିପାରିବିନି, ସେମିତି କିଛି ରୁଲ୍ସ ଅଛି, ମାନେ ଇନଡାଇରେକ୍ଟଲି କିଛି ମାନେ ଲାଙ୍ଗୁଏଜ ଲଗେଇ ପାରିବିନି। ଓ ବାପା ମା ବହୁତ ସରଳ, ବୁଝିଲ ନା? ମାନୁଛି ଆମର ଟିକେ ଧାର ଦେଣା ହେଇଯାଇଛି, ତ ଏବେ ଆମେ ଭାଇ ଭଉଣୀ 2 ଜଣ ଯାକ ମିଶିକି ଖାତା ସୁଝୁଛୁ। ତଥାପି ବାପା ଆମ ପାଇଁ ଯାହା ବି କରୁଛନ୍ତି ସେଟା ବହୁତ ବଡ କଥା। ହଁ ମାନୁଛି କି ଆମେ ଜବ୍ କରୁଛୁ, ଆମେ ଘର ଦ୍ୱାର ଠିକ ସେ କରିପାରୁନୁ, ଇଏ କରିପାରୁନୁ, ସେ କରିପାରୁନୁ। ତ ଯେତେବେଳେ ବାପା ଏକା ଇନକମ କରିବା ପାଇଁ ଲୋକ, ସେ ଜଣେ ଲୋକ ଲକଡାଉନ ସମୟର ଟିକେ ବହୁତ ପ୍ରୋବ୍ଲେମ ହେଇଯାଇଥିଲା। ଆଉ ତ ଟିକେ ମାନେ ଧାର ଦେଣ ନା ଟିକେ ବଢି ଯାଇଥିଲା, ହେଲା ଧାର ଦେଣ ଟିକେ ବଢି ଯାଇଥିଲା। ଆଉ ସେଇ ଧାର ଦେଣରୁ ବାବା ଟିକେ ମ୍ୟାନେଜ କରିପାରିଲେନି,
କାହିଁକିନା ପଇସା ବହୁତ ବେଶୀ ହେଇଗଲା, ଇନକମ୍ ସେତେ ନାହିଁ ବି ଗାଁରେ, ସେ କ'ଣ କରିବ। ଆଉ ଯେତେବେଳେ ମୁଁ ବି ପାରୁନଥିଲି କାମ କରିବା ପାଇଁ, ଭାଇ ବି ସେତେ ଛୋଟ ଥିଲା, ବାହାରେ ବି ସେ କାମ କରୁଥିଲା, କିନ୍ତୁ ସିଏ ବି କେତେ ପାଉଥିବ କି କ'ଣ କରୁଥିବ। ତ ସେଇ ସମୟ ଟିକେ ଆମ ଧାର ଦେହ ବହୁତ ହେଇଗଲା। ଆଉ ବେଶୀ ବି ଧାର ଦେହ 2 ରୁ 3 ଲକ୍ଷ ଟଙ୍କା ଧାର ଥିଲା। କାହା କାହା ପାଇଁ ଟିକେ ସାମାନ୍ୟ ହେଇପାରେ, କିନ୍ତୁ 2-3 ଲକ୍ଷ ଟଙ୍କା ଆମ ପାଇଁ ବହୁତ ବଡ଼ କଥା ଥିଲା। ମାନେ ଏବେ ବି ଆମେ ଧାର ସୁଝୁଛୁ, ଆଉ ଭଗବାନଙ୍କ ଦୟାରୁ ଟିକେ ଟିକେ ସୁଝି ଆସିଲାଣି। ଆମେ ଟିକେ ଭଲରେ ଅଛୁ। ମାନେ ଆଗରୁ ଘର ପାଖରେ ବସିଯିବୁ ମାନେ ଆକ୍ଚୁଆଲି ପର୍ସନାଲ କଥା କହିବା କଥା ନୁହଁ, କିନ୍ତୁ ଗୋଟେ ଯୋଉ ଏଇ ଯୋଉ ପ୍ଲାଟଫର୍ମ, ଏଇ ପ୍ଲାଟଫର୍ମରେ ରିଆଲିଟି ଦେଖାଯାଏ, ଫେକ୍ ନୁହଁ। ତ ମୁଁ ମୋର ରିଆଲିଟିଟା ମୁଁ ଆପଣମାନଙ୍କୁ ଶୋ କରେ ସବୁବେଳେ, ଆଉ ସବ୍ କରିବାକୁ ବି ଚାହିଁବି, ଆଗକୁ ମଧ୍ୟ ବି କରିବି। କ'ଣ ହଉଛି କ'ଣ ନାହିଁ, ତ ଯେତେବେଳେ ଧାର ଦେନା ବହୁତ ବଡ଼ ମାନେ ବଢ଼ି ଯାଇଥିଲା। ତ ଏବେ ଆମେ ବାହାରେ ଆସି, ଭାଇ ବି ଜବ୍ କରୁଛି, ଆଉ ମୁଁ ବି ଏଠି ବାହାରେ ଆସି ଜବ୍ କରୁଛି। କେତେ ଟଙ୍କା ଇନକମ୍ କରୁଛି କେତେ ନାହିଁ ସେଇଟା ମୁଁ ଜାଣିଛି, ମୋ ଫ୍ୟାମିଲି ଜାଣିଛି, ଆଉ ତମେ ଜାଣିବା କିଛି ଦରକାର ନାହିଁ ଜାଣିବା ପାଇଁ। ମାନେ ଗୋଟେ ସିରିୟସଲି ଗୋଟେ କଥା କହୁଛି, ଭୁବନେଶ୍ୱର ରହିଲେଣି ମୋ ନିଜ ଲୋକମାନେ ମୋତେ କେହି ବି ତୋତେ ପଚାରନ୍ତିନି ଆଉ ତୁ କ'ଣ କରୁଛୁ ଭୁବନେଶ୍ୱରରେ, କୋଉଠି ରହୁଛୁ, କ'ଣ ମାନେ ଭଲ ଅଛୁ ନାହିଁ କି ଆମ ସହିତ ଦେଖା କର। 3 ବର୍ଷ 4 ବର୍ଷ ଧରିକି ମୁଁ ଭୁବନେଶ୍ୱର ରହିଲିଣି। ନିଜ ଭାଇମାନେ କି ନିଜ କାକା ବଡ଼ବାପା ଯିଏ ବି ହଉ, କେବେ ତ ବୁଝିବା ପାଇଁ ଚେଷ୍ଟା କରିନ। ତ କେମିତି ତମେ ଗାଁ ଲୋକ ପାଖରେ କେମିତି ତୁମେ କହିଦିଅ ଇଏ, ଆଉ ସିଏ ଏମିତି ଖରାପ, ଇଏ ସିଏ, କାହିଁକି, କ'ଣ ପାଇଁ? ତମକୁ କ'ଣ ଭଲ ଲାଗୁନି ଆମେ ଟିକେ ଖୁସିରେ ରହିଲେ? ଭଲ ଲାଗୁନି ନା ତମକୁ? ତ ଭଲ ଲାଗୁନି ତ ଚୁପଚାପ ଘରେ ବସ ନା। କାହା ଲାଇଫରେ ବସିବା ପାଇଁ ତମେ କିଏ? ତମେ ଯଦି ଆମକୁ କେବେ ଖାଇବା ପାଇଁ ଦଉନ କି ଆମକୁ ଟଙ୍କାରେ ସାହାଯ୍ୟ କରୁନ, ତ ତମେ କାହିଁକି ଆମ ବିଷୟରେ ଗପିବ? ତମେ ଧନୀ ଲୋକ, ତମକୁ ଧନୀ ସହିତ ମିଶ, ଆମେ ପାଇଁ ଗରିବ, ଆମେ ଗରିବ ଭଳି ରହିବା ପାଇଁ ଚାହୁଁଛୁ, କିଛି ଦରକାର ନାହିଁ। ଟୁନ୍ ମାରିବା କ'ଣ ଦରକାର? ତ ଏଇଥରକ ମୁଁ ଗାଁକୁ ଯାଇଥିଲି, ମୋ ଭାଇ ମାନେ ଯିଏ ବି ଅଛନ୍ତି କି ଭଉଣୀ ଯିଏ ବି ଅଛନ୍ତି ଯାଇଥିଲି, କାକା ବଡ଼ବାପା ଝିଅ କେହି ଗୋଟେ ମାନେ ନଚିନିଲା ଭଳିଆ ସବୁ ଆକ୍ଟିଂ କରୁଥିଲେ। ମୁଁ ଦେଖି ହସୁଥିଲି, ନମସ୍କାର ବି କହୁଥିଲି, ବଟ୍ ସେମାନଙ୍କ ରିଆକ୍ସନ୍ ନାହିଁ, କିଛି ନାହିଁ। ବାସ୍ ଯେମିତି କେବେ ଆସିଲୁ, କ'ଣ କଲୁ, ଖାଇଛୁ କି ନାହିଁ, ଭଲରେ ଅଛୁ ନା ନାହିଁ, କ'ଣ କିଛି ନାହିଁ। ନିଜ ଘରୁ ଗୋଟେ ସତ କଥା କହୁଛି, ମୋତେ ନିଜ ଘରୁ କେବେ ସପୋର୍ଟ ମିଳିନି ଆଜି ଯାଏ। ମୋ ବାବା ମା ଭାଇ ମୋତେ ଅନ୍ଧ ଭଳିଆ ସପୋର୍ଟ କରନ୍ତି, କିନ୍ତୁ ଭିଡ଼ିଓ ବନା ଆଗକୁ ବଢ। ମୁଁ ବଢୁଛି ମାନେ ଭିଡ଼ିଓ ବନଉଛି, ଆଉ ସେଇ ସବୁ ଯୋଉ କଥା ଗୁଡ଼ାକ ନା ମୋର ଡିପ୍ରେସନର ମାଇଣ୍ଡ ଯେ ପଶୁଛି, ମାନେ ମୁଁ ବାହାର କରିପାରିଲିନି। ନାଇଁ ସେ ଏମିତି ମୋତେ କହିଲା, ତାଙ୍କର ତ ଏମିତି ହେଲାଣି, ମୋ ବାପା ମା ବି ବୁଢ଼ା ହେଲେଣି, ମୁଁ କେବେ କରିବି କେବେ ନାହିଁ, ଇଏ ନାହିଁ ସେ ନାହିଁ, ତ ଭାବିକି ଡିପ୍ରେସନରେ। ତମମାନେ ଯଦି ଆମକୁ ପୋଷୁନ କି କ'ଣ ନାହିଁ, ତମମାନେ ମାରି ଯାଚି ଖାଉଛ, ଖାଅ ଭଲରେ ରୁହ, ତ ଆମକୁ କିଛି ଦରକାର ନାହିଁ। ତ ସରି, ମାନେ ଆକ୍ଚୁଆଲି ସେୟାର କରିବାର ନଥିଲା, ବଟ୍ ମୋ ମନ ଭିତରେ ଏଇ ସବୁ କଥା କୋଳି ମାରୁଥିଲା କି ନାଇଁ କୋଉଠି ନା କୋଉଠି ସେୟାର କରିବି। ସେମିତି ତ କେହି ବି ନାହାନ୍ତି କାହାକୁ ସେୟାର କରିବି, ତ ଭାବିଲି କି ଆପଣମାନଙ୍କ ସହିତ ବି ସେୟାର କରିବି। ଆଉ ଭିଡ଼ିଓଟି ଯଦି ଭଲ ଲାଗିଥିବ ପ୍ଲିଜ୍ ଲାଇକ୍ କମେଣ୍ଟ ସେୟାର କରିବେ। ଆଉ ଆପଣ ଯଦି ମୋ ଚ୍ୟାନେଲକୁ ଫାଷ୍ଟ କରି ଦେଖୁଛନ୍ତି ପ୍ଲିଜ୍ ସପୋର୍ଟ କରିବେ। ମୋ ମୋ ନାମ ହେଉଛି ପିଲୁ, ମୁଁ ଭୁବନେଶ୍ୱରରେ ଏବେ ଜବ୍ କରୁଛି। ମୋ ଘର ବାଲେଶ୍ୱର ଭଗବାନ ବ୍ଲଡ୍ ଡିଷ୍ଟ ଚକେଇଶ ଗାଁର ଝିଅ ମୁଁ। ଥ୍ୟାଙ୍କ ୟୁ ସୋ ମଚ୍, ଜୟ ଜଗନ୍ନାଥ।